ବୁଝିଲୁ ମାଧିଆ ହଁ ଦାଦି। ଭାରି ଭଲ ପିଲାଟି ଆମରି ଗାଁ ପିଲା ହିସାବରେ ମୁଁ ନାତିଆ ହଉ। ଆଚ୍ଛା ଦାଦି ପିଲାର କଣ ଅଛି? ଏ ବାହା ହେବା ପାଇଁ ଯୋଉଟା ଦରକାର ଅଛି ମାନେ ଅଚଳା ଅଚଳ ସମ୍ପତ୍ତି ବାଟି ବାଟି ଜମି ଭାତରେ ଘିଅ ଡାଲିରେ ଘିଅ ତରକାରୀରେ ଘିଅ ସବୁ ତ ଖାଇ ଦେଇଛି ଘିଅ, କଣ ବାଲଟା ଖାଇବ ମୋ ଝିଅ? ଏତେବେଳୁ କଣ ଏତେ ବଢେଇ କହୁଛୁ? ଏଇନା ବଢେଇଥିଲେ ସିନା ତୁ ଝିଅର ବଢେଇବୁ। ଆଚ୍ଛା ଦାଦି ପିଲାର ଗାଣ୍ଡି ଅଛି? ନାତିଆ ଖରାପ ଭାବିଲୁ ସେ ପିଲାଟି ବେଳୁ ଡ ତାକୁ ଡ ହୁଏ ମାନେ ଗାଡି କଥା ପଚାରୁଥିଲା ବାଇକ ବାଇକ। ଏ କଥା କଣ କି ଦାଦି, ଛୁଆଟି ବେଳରୁ ମୋ ଝିଅର ଗାଣ୍ଡି ପ୍ରତି ଭାରି ଦୁର୍ବଳତା ଅଛି। ଯାହା ଗାଣ୍ଡିରେ ପାଇଲେ ତା ଗାଣ୍ଡିରେ ବସିଯିବ। ଗାଡି ଗାଡି ବୁଝିଲୁ ଦାଦି, ମୋ ଝିଅ ଭାରି ପରିଷ୍କାର ଆଉ ପରିଚ୍ଛନ୍ନ। ଏଇ କିଛି ଦିନ ତଳେ ମୋ ବଡ ଝିଅ ଘରକୁ ଆସିଥିଲେ। ମୋ ସାନ ଝିଅ ତା ଗାଣ୍ଡିକି ଧୋଇ 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 ପୁରା ଚିକଣ କରିଦେଲା। ମାଧିଆ ତୋର ସେଇ ଗାଡି ମାନେ ଗାଡି ଛଡା ଆଉ କଣ କିଛି କଥା ନାହିଁ? ଧର ବାପା ମୋ ଝିଅକୁ ତମେ ବାହା ହେଲ, ତାକୁ ନେଇକି ତମେ ଗୋଳେଇ ପାରିବ ତ? ଖରାପ ଭାବିଲୁ ସେ ଚଳେଇ ପାରିବା କଥା କହୁଛି ପିଲାଟି ବେଳୁ ସେ ଚଟାକୁ ଗ କୁହ। ହେ ହେ ପଦିଆ ଦାଦି ସେ କଥା ଛାଡ ହଁ ତାହେଲେ ଝିଅକୁ ଡାକିବୁ ଟିକେ ପିଲା ପୁରା ଅସମ୍ଭାଳ ହେଲା। ହଉ ଦାଦି। ପେଲେଇ ଏ ମା ପେଲେଇ ଆ ସେ ମା ଆ ପେଲେଇ। ଜେଜ ଖରାପ ଭାବିଲୁ ସେ ପିଲାଟି ବେଳୁ ମୋ ତାକୁ କ ବୋଲି କୁହେ। ଝିଅ ନା ମେଲେଇ ସ୍କ୍ରିପ୍ଟଟା କାହିଁ ଅଖାଡୁଆ କରିକି ଲେଖୁଥିଲୁ ମୁଁ ବି ଆଡଜଷ୍ଟ କରିପାରୁନି। ସେ ଗାଁରେ ତ ମିଳିବ ଜିନିଷ ଥିଲେ ହେଲା।